ବର୍ଷ ଥିଲା 1919 ବୈଶାଖୀ ଦିନ ପଞ୍ଜାବର ଅମୃତସରର ଜାଲିଆନାୱାଲାବାଗ ଠାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ଜନପ୍ରିୟ ନେତା ଡକ୍ଟର ସତ୍ୟପାଲ ଏବଂ ଡକ୍ଟର ସୈଫୁଦ୍ଦିନଙ୍କୁ ବ୍ରିଟିଶମାନେ ରାଓଲାତ ଆଇନର ପ୍ରତିବାଦ ପାଇଁ ଗିରଫ କରିଥିଲେ। ଲୋକମାନେ ସେମାନଙ୍କ ଗିରଫଦାରୀ ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରୁଥିଲେ। ଜେନେରାଲ ଡାୟାର ତାଙ୍କ ସେନା ସହିତ ପହଞ୍ଚି ଜାଲିଆନାୱାଲାବାଗକୁ ଘେରିଗଲେ। ବିନା ସତର୍କ ସୂଚନାରେ ନିରୀହ ଜନତାଙ୍କ ଉପରେ ଗୁଳି ବର୍ଷଣ କଲେ। ଏକମାତ୍ର ପ୍ରସ୍ଥାନ ଦ୍ୱାର ବ୍ରିଟିଶମାନେ ବନ୍ଦ କରିଦେଲେ। ଲୋକମାନେ କାନ୍ଥ ଚଢ଼ିବାକୁ ଚେଷ୍ଟା କଲେ। କେତେକ ଜୀବନ ବଞ୍ଚାଇବା ପାଇଁ କୂଅରେ ଡେଇଁ ପଡ଼ିଲେ। ଉଧମ ସିଂ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ। ଏହି ଘଟଣାର ପ୍ରତିଶୋଧ ନେବା ପାଇଁ ଉଧମ ସିଂ ପ୍ରତିଜ୍ଞା କଲେ। ସେ ପ୍ରତିଜ୍ଞା ପୂରଣ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କଲେ। ଉଧମ ସିଂ ଲଣ୍ଡନ ପହଞ୍ଚିବା ପୂର୍ବରୁ ଜେନେରାଲ ଡାୟାର 1927 ମସିହାରେ ବ୍ରେନ୍ ହ୍ୟାମରେଜରେ ମୃତ୍ୟୁବରଣ କଲେ। ଫଳସ୍ୱରୂପ ସେ ମାଇକେଲ ଓ ଡାୟାରଙ୍କୁ ହତ୍ୟା କରିବା ପାଇଁ ଧ୍ୟାନ କେନ୍ଦ୍ରିତ କରିଥିଲେ। ମାଇକେଲ ଓ ଡାୟାର ଥିଲେ କି? ମାଇକେଲ ଓ ଡାୟାର ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ସମୟରେ ପଞ୍ଜାବର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥିଲେ। 1940 ମାର୍ଚ୍ଚ 13 ଲଣ୍ଡନର କାକ୍ସଟନ୍ ହଲରେ ଏକ ବୈଠକ ଥିଲା। ସେଠାରେ ମାଇକେଲ ଓ ଡାୟାରଙ୍କୁ ଉଧମ ସିଂ ଗୁଳି କଲେ। ଉଧମ ସିଂଙ୍କ ପ୍ରତିଜ୍ଞା ପୂରଣ ହେଲା। 1940 ଜୁଲାଇ 31ରେ ଉଧମ ସିଂଙ୍କୁ ଫାଶୀ ଦିଆଗଲା।